ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋଲୋଜିକାଲ ସେସନ ଆରମ୍ଭ କରିବା। ଆଜି ଆମେ ଆଷ୍ଟ୍ରୋଲୋଜିକାଲ ସେସନରେ ଜାଣିବା ଯେ ଉତ୍କଳୀୟ କୁଣ୍ଡଳୀରେ ଭାବର ବିଚାର, ଭାବ କିଭଳି ଭାବରେ ଉତ୍କଳୀୟ କୁଣ୍ଡଳୀରେ ବିଚାର କରାଯାଏ। ତେବେ ସେସନ ଆରମ୍ଭ କରିବା ପୂର୍ବରୁ କହି ରଖେ ଯେ ବିଭିନ୍ନ ପ୍ରକାର ଭାବ ରହିଛି, ଦ୍ୱିତୀୟ ଭାବ ତୃତୀୟ ଭାବ ସିଏ ତ ପର କଥା, କିନ୍ତୁ ଆଗ ଆପଣ ମାନେ ଗୋଟେ ବୁଝନ୍ତୁ ଯେ କିଭଳି ଭାବରେ ଭାବର ବିଚାର କରାଯାଏ। ଏବେ ବିଚାରଟାକୁ ଆପଣ ନିଜ ହିସାବରେ ଉତ୍କଳୀୟ ଭାବ ବିଚାର, ଉତ୍କଳୀୟ କୁଣ୍ଡଳୀକୁ କେମିତି ଥାଏ, ଉତ୍କଳୀୟ କୁଣ୍ଡଳୀଟା କିଭଳି ଭାବରେ ଥାଏ, ଉତ୍କଳୀୟ କୁଣ୍ଡଳୀ ବିଚାର ଦେଖିବେ। ଓଡିଶାର କୁଣ୍ଡଳୀ ମାନଙ୍କ ଭିତରେ ଏମିତିଆ ଗୋଟେ ଚିତ୍ରଟେ ଥିବ, ଠିକ ଅଛି। ଯୋଉଟା ଲଗ୍ନ ହବ, ଏଇଟା ଆମେ ଜାଣିଛେ ଏଇଟା ମେଷ, ଏଇଟା ବୃଷ, ଏଇଟା ମିଥୁନ, ଏଇଟା କର୍କଟ, ଭାବ ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ। ଠିକ ଅଛି। ଏବଂ ଏଇଠି ଲେଖା ହେଇଥିବ ଏତେ ବାଇ ଲେଟ ସେ ଲେଖା ହେଇଥିବ 10/5। ତାହେଲେ ଏଇଟା ଜାଣିବେ, ଏଇଟା ଲେଖା ହେଇଥିବ ନକ୍ଷତ୍ରର ନା, ଏଇଟା ହଉଛି ରା ରାଶି, ଏଇଟା ହେଲା ନକ୍ଷତ୍ର ନା, ଏଇଟା ହେଲା ରାଶିର ନା। ମୁଁ ଅଲରେଡି ନକ୍ଷତ୍ର ପଢେଇ ଦେଇଛି। ଯୋଉମାନେ ସିରିଏଲି ଭାଇ ଭିଡିଓ ଗୁଡିକୁ ଯୋଉମାନେ ସିରିଏଲି ଫଲୋ କରିବେ ସେମାନେ କ୍ଲିୟରଲି କନସେପ୍ଟ କ୍ଲିୟରଲି ବୁଝିପାରିବେ। ମୁଁ ପୁରା ବେସିକ୍ସ ରୁ ହିଁ ପଢଉଛି, ଯେମିତି ଗୋଟେ ଲୋକ କିଛି ନ ଜାଣିଥିଲେ ମଧ୍ୟ ଦେଖିକି ବୁଝିପାରିବ। ଯଦି ଆପଣ ମାନେ କିଛି ନ ଜାଣିଛନ୍ତି ଏବେ ଦେଖନ୍ତୁ, ଆରାମସେ ବୁଝିପାରିବେ। କିନ୍ତୁ ସିରିଏଲ ଫଲୋ ନ କଲେ ଆପଣ କିଛି ବୁଝିପାରିବେନି, ଆପଣ ଇଆଡୁ ସାଡୁ ବୁଝିବେ। ଯଦି କିଛି ବି ଜ୍ଞାନ ନାହିଁ ତାହେଲେ ଆପଣଙ୍କୁ ସିରିଏଲ ଫଲୋ କରିବାକୁ ପଡିବ, ନହେଲେ ଯାହା ମାନଙ୍କର ତ ଜ୍ଞାନ ଅଛି ସେମାନେ ଦେଖିକି ଜାଣିପାରିବେ ଆଉ କଣ। ତ ଏଇଟା ଥିବ ଉତ୍କଳୀୟ କୁଣ୍ଡଳୀ। ଦେଖିବେ ସବୁବେଳେ ଉତ୍କଳୀୟ କୁଣ୍ଡଳୀରେ ଯଦି ଏଇଠି ଲ ଲେଖା ହେଇଥିବ ତାହେଲେ ତାର ସେ ଲୋକର ଲଗ୍ନ ହେଲା କର୍କଟ। ଠିକ ଅଛି। ତାହେଲେ ଏଉଠୁ ତାର ଏକ ଧରାଯିବ, ଏଇଠୁ ଏକ ଗଣାଯିବ, ଏଉଠୁ ଏକ ଗଣିବେ, ତାପରେ ଆଣ୍ଟି କ୍ଲକ ୱାଇଜ ଗଣିବେ 2 3 4 5 6 7 8 9 10 11 12। ଉତ୍କଳୀୟ କୁଣ୍ଡଳୀରେ ଜେନେରାଲି କଣ ହୁଏ ନା, କାଳ ପୁରୁଷ କୁଣ୍ଡଳୀକୁ ସେମାନେ କିଛି ଚେଞ୍ଜ କରନ୍ତି ନାହିଁ। ସେ ସବୁବେଳେ କଣ କରନ୍ତି ନା, ମେଷକୁ କାଳପୁରୁଷ କୁଣ୍ଡଳୀକୁ ପୁରା କନଷ୍ଟାଣ୍ଟ ରଖନ୍ତି ଏବଂ ସେଇଠି କଣ ହୁଏ, ଘରର କ୍ରମ ଗୁଡାକ ବଦଳିଯାଏ। ଏଇ ଯଦି ମେଷ ଲଗ୍ନ ହେଇଥାନ୍ତା, ଏଠି ଯଦି ଲ ଲେଖା ହେଇଥାନ୍ତା ତାହେଲେ ଏଇ ଘରଟା ହେଇଥାନ୍ତା ଏକ। ଉତ୍କଳ କୁଣ୍ଡଳୀର ମିନିଂ ହେଲା ଏଇଆ କି ଭାଇ ଯୋଉଠି ଲ ଲେଖା ହେଇଥିବ ସେଇ ଘରକୁ ଏକ ବୋଲି କନସିଡର କରି ଆଣ୍ଟି କ୍ଲକ ୱାଇଜ ଆମେ ଗଣି 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 ଚାଲିବା। ଏଇ ଜିନିଷଟା ଆପଣ ମାନେ କ୍ଲିୟର ହେଇଯାଆନ୍ତି। ଉତ୍କଳ ଧର ଏଇଠି କନ୍ୟା ଲେଖା ହେଇଥାନ୍ତା ଲ, ତାହେଲେ କନ୍ୟାକୁ ଆମେ ଏକ ଧରିଥାନ୍ତେ, ଏଠି 2 3 ଏମିତି ଗଣା ହେଇ ଚାଲିଥାନ୍ତା। ତେବେ ଉତ୍କଳୀୟ କୁଣ୍ଡଳୀରେ ଭାବ ବିଚାର କଲା ବେଳେ ଯୋଉଠି ଲ ଲେଖା ହେଇଥିବ ସେଇ ଘରଟାକୁ ଆମେ ଏକ ଧରିବା, ଯୋଉଠି ଲ ଲେଖା ହେଇଥିବ ସେଇ ଘରଟାକୁ ଆମେ ସେଇ ଜିନିଷଟା କରିବା ଆମେ ଏକ ବା ଭାବ। ତାପରେ ଆମେ ଆଣ୍ଟି କ୍ଲକ ୱାଇଜ ଗଣିବା। ଆମେ ଜାଣିଛେ ଯେ ପ୍ରତ୍ୟେକ ଯେତେ ଯାହା ହେଇଯାଉ କୁଣ୍ଡଳୀରେ 12ଟି ଭାବ ରହିଛି, 12ଟି ଭାବ। ତେବେ ଉତ୍କଳୀୟ କୁଣ୍ଡଳୀ ବିଚାର କଲା ବେଳେ ସର୍ବପ୍ରଥମେ ସମସ୍ତେ ସଦା ସର୍ବଦା ମନେ ରଖିବେ, ଯୋଉଠି ଲ ଲେଖା ହେଇଛି ସେଇ ଲ ରୁ ଆପଣ ଆଣ୍ଟି କ୍ଲକ ୱାଇଜ ଗଣିବେ। ଆଚ୍ଛା ବାପା ମଳୟ ଅନମ୍ୟୁଟ କଲୁ, ବାପା ମଳୟ ଅନମ୍ୟୁଟ କଲୁ। ଅଛି, ଅନମିଟ ଅଛି ମୋର। ହଁ, ଯଦି ମିନରେ ଏଇଠି ଲେଖା ହେଲା ଲ, ତାହେଲେ ମକର ଏ ମିନ ପାଇଁ କେତେ ନମ୍ବର ଘର ହବ? କୋଉଟା ମିନରେ ଯଦି ହେଲା ଲଟି, ହଁ ମୁଁ କହୁଛି ମିନଟା କାଉଣ୍ଟ ହବ ତ ସେଇଠୁ ଏକ ଗଣା ହଁ ହବ।
ହଁ ହଁ, ଏକ ଦୁଇ ମିନୁକୁ ତିନି କାଉଣ୍ଟ କରିବ ଚାରି ବା। ପାଞ୍ଚ ଛଅ ସାତ ଆଠ ନଅ 10 11 ନମ୍ବର ହବ। ଏକ୍ଜାକ୍ଟଲି। ଆଚ୍ଛା, ରାଜ ବାବୁ ମୋର ଟିକେ ମନେ ଅଛି ଦୟାକରି ତମେ ଗୋଟେ ଅନମ୍ୟୁଟ। କହିଛ। ତମେ କହିଛ ହଁ ହଁ, ମାନେ ଚନ୍ଦ୍ର ଯୋଉଠି ବସିଥିବ ସେଟା ତାର ରାଶି, ଆଉ ଲ ଯୋଉଟା ସେଟା ହଉଛି ଲଗ୍ନ। ବାସ୍। ଆଚ୍ଛା, ରାଜ ବାବୁ ଟିକେ ଏଇଟା ଅନମ୍ୟୁଟ ମୁଁ ତ କରିବେ। କୁହନ୍ତୁ। ରାଜ ବାବୁ, ଯଦି ଏଇଟାରେ ଲ ଲେଖା ହେଇଥିବ ହୁଁ, ତାହେଲେ କୁମ୍ଭ ରାଶି କେତେ ନମ୍ବର ଭାବ ହବ? 10। ଏକ୍ଜାକ୍ଟଲି। ନିର୍ଝରିକା ମ୍ୟାମ୍ ଟିକେ ଅନମ୍ୟୁଟ କରିବେ। ଆଜ୍ଞା ଯଦି ସିଂହରେ ଲ ଲେଖା ହେଇଥିବ ମ୍ୟାମ୍, ତାହେଲେ ଇଏ ଆଜ୍ଞା। ମେଷ କେତେ ନମ୍ବର ଭାବ ହବ? 4 5 6 7 9। ଏକ୍ଜାକ୍ଟଲି। କେମିତି ଆମେ ଗଣୁଛେ ନା, ଯୋଉଠି ଲ ଲେଖା ହେଲା ସେଇ ଜାଗାଟାକୁ କରିଦବା ଆମେ 1, ତାପରେ ଏଠୁ ଗଣି 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 ଆଣ୍ଟି କ୍ଲକ୍ ୱାଇଜ ଗଣି ଗଣି ଚାଲିବା। ଏଇଟା କ୍ଲିୟର ହେଇଗଲେ କି ସମସ୍ତେ? ଏଇଟା କ୍ଲିୟର ତ? ହୁଁ, ରାଜବାବୁ କ୍ଲିୟର ତ? ହୁଁ, ହୁଁ, ଆଜ୍ଞା ଆଜ୍ଞା। ଠିକ ଅଛି ଭାଇ ତ। ଭାଇ ଭାଇ ହ୍ୟାଲୋ। ହଁ ହଁ। ମୁଁ ଟିକେ ଏଇଠୁ ମୋର ଗୋଟେ ଡାଉଟ ବାହାରୁଛି। ଯୋଉ ଆମର ହୁଁ ଯୋଉଠି ଲଗ୍ନ ହେଲା ସେଇଠୁ ଏକ ହେଲା, ଯୋଉ ଚନ୍ଦ୍ର ହୁଁ। ଯୋଉଠି ବସିଛି ସେଟା ତ ରାଶି ନା, ମାନେ ସେଠୁ ଆଉ ଗଣା ହବନି। ନାଇଁ ନାଇଁ, ସେଇଟା ମୁଁ ଯେତେବେଳେ ପଢେଇବି କୋଉଠୁ ଗଣା ହବ। ଆଚ୍ଛା ଠିକ ଅଛି, ତୁ ପଚାରୁଛୁ ଏଠି ଶୁଣିବି ଦେ। ହଁ, ମୁଁ ସେଇଗୁଟା ଟିକେ ଡାଉଟ ମୋର କଣ ଲ ମାନେ ଯଦି ଏକ ମାନେ ଚନ୍ଦ୍ର ତାହେଲେ ବସିଲେ ସେଇଠି ତାହେଲେ ଆମର ଆସିଗଲା ନା, ତ ସେଇଠୁ ଆମର ଗଣିବା କଥା। ହଁ ଠିକ ଅଛି, ଠିକ ଦ୍ୱାଦଶ ଅଛି। ଭାବ ଯାଇକି। ବଢିଆ ପ୍ରଶ୍ନ, ଗୁଡ ପ୍ରଶ୍ନ। ଆଜି ଏତେ ଦିନ ପରେ ଗୋଟେ ପ୍ରଶ୍ନ ପଚାରୁଛ ମନକୁ ଛୁଇଁଲା ଭଳି। ବାପା ଦେଖେ, କୁଣ୍ଡଳୀ ବହୁତ ପ୍ରକାରର ଅଛି। କୁଣ୍ଡଳୀର ପ୍ରକାର ଭେଦ ବହୁତ ଅଛି। ଠିକ ଅଛି। କୁଣ୍ଡଳୀ କଣ ଅଛି ନା, ଗୋଟେ ଅଛି ଲଗ୍ନ କୁଣ୍ଡଳୀ। ଆଉ ଗୋଟେ ହଉଛି ଚନ୍ଦ୍ର କୁଣ୍ଡଳୀ। ମଳୟ ଟିକେ ମ୍ୟୁଟ କରିଦେ। ହଁ ଲଗ୍ନ କୁଣ୍ଡଳୀ, ଗୋଟେ ହେଲା ଚନ୍ଦ୍ର କୁଣ୍ଡଳୀ, ଗୋଟେ ହେଲା ବର୍ଗ କୁଣ୍ଡଳୀ, ଆଉ ଗୋଟେ କୁହାଯାଏ ଶୁକ୍ର କୁଣ୍ଡଳୀ। ଲଗ୍ନ କୁଣ୍ଡଳୀ କଣ? ଲଗ୍ନ କୁଣ୍ଡଳୀ ମାନେ ହେଲା, ଯୋଉ ତମେ ଜନ୍ମ ହେବା ସମୟରେ ମହାକାଶରେ, ବ୍ଯୋମ ଜଗତରେ କୋଉ ଲଗ୍ନ ଉଦିତ ହେଲା, ଏଇଟାକୁ ପରାଶର ମୁନି କହିଛନ୍ତି। ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ, ଭେରି ଭେରି ଭାଇଟାଲ। ଏଇଟାକୁ ଆପଣ ନେଗ୍ଲେକ୍ଟ କରିପାରିବେ ନାହିଁ। ତେଣୁ ବର୍ତ୍ତମାନ ଆମେ ଯୋଉ କୁଣ୍ଡଳୀର ଡିସ୍କସନ କରୁଥିଲେ ସେଇଟା ହେଲା ଲଗ୍ନ କୁଣ୍ଡଳୀ। ମଳୟ କ୍ଲିୟର? ଆଜ୍ଞା ଭାଇ। ମଳୟ କ୍ଲିୟର ହେଲୁ? ଆଜ୍ଞା 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 ଆଜ୍ଞା। ଏବେ ଆମେ ଗୋଟେ ଚନ୍ଦ୍ର କୁଣ୍ଡଳୀ ମାନେ କଣ ନା, ଚନ୍ଦ୍ର କୁଣ୍ଡଳୀରେ ଚନ୍ଦ୍ରକୁ ଲଗ୍ନ ବନେଇ ଦବୁ। ହଁ। କ୍ଲିୟର ମଳୟ? ଆଜ୍ଞା। ଆଚ୍ଛା, ବର୍ଗ କୁଣ୍ଡଳୀ କଣ? ବର୍ଗ କୁଣ୍ଡଳୀ ମାନେ D1 ଚାର୍ଟ, D2 ଚାର୍ଟ, D3 ଚାର୍ଟ, D7 ଚାର୍ଟ, D10 ଚାର୍ଟ, ଏଇଟା କହନ୍ତି ବର୍ଗ କୁଣ୍ଡଳୀ। କ୍ଲିୟର? ଏଇଟା ମୁଁ ଆଗକୁ ଯାଇ ପଢେଇବି, ତୁ ଖାଲି ଶୁଣି ଦେଇଥା। ତାପରେ ଆସିଲା ଶୁକ୍ର କୁଣ୍ଡଳୀ। ଶୁକ୍ର କୁଣ୍ଡଳୀ ମାନେ ଶୁକ୍ର ଯୋଉଠି ବସିଛନ୍ତି ତାକୁ ଲଗ୍ନ ବନେଇ ଦବୁ ଏବଂ ସେଉଠୁ ଆଣ୍ଟି କ୍ଲକ୍ ୱାଇଜ ଗଣିବୁ। ଯେତେ ଯାହାବି କୁଣ୍ଡଳୀ ବନୁ, କିନ୍ତୁ ସବୁଠୁ ଭାଇଟାଲ ହେଲା ଲଗ୍ନ କୁଣ୍ଡଳୀ। ଏଇଟା କ୍ଲିୟର ହେଲା କି? ଆଜ୍ଞା। ତମର ଏଇ ଜିନିଷଟାକୁ ଉତ୍କଳୀୟ କୁଣ୍ଡଳୀର ବିଚାର ଯୋଉ ଏଟା ହେଡିଙ୍ଗ ଟା ଦେଇଛି, ତୁ ଯେହେତୁ କୋଶ୍ଚିନ୍ ପଚାରିଛୁ, ବର୍ତ୍ତମାନ ମୁଁ ତତେ ଗୋଟେ କ୍ଲିୟରଲି ଗୋଟେ ଜିନିଷ ବୁଝିବାକୁ ଚାହୁଁଛି। ଆଜ୍ଞା ଏବେ ବୁଝ, ମୁଁ ଏଇଟା ଲଗ୍ନ କୁଣ୍ଡଳୀ କଣ, ଚନ୍ଦ୍ର କୁଣ୍ଡଳୀ କଣ, ବର୍ଗ କୁଣ୍ଡଳୀ କଣ, ଶୁକ୍ର କୁଣ୍ଡଳୀ କଣ, ମୁଁ ଏଟା କ୍ଲିୟର କରୁଛି ହେଲା। ଠିକ, ଭଲ ବଢିଆ କୋଶ୍ଚିନ୍ ପଚାରୁଛୁ। ମାନେ ପୁରା ଏବେ ଗୋଟେ ଗୋଟେ ମୁଣ୍ଡରୁ କ୍ଲିୟର କରିବି ତୋର, ବ୍ୟସ୍ତ ନାହିଁ। ରହିଥା, ମୋ ସ୍କ୍ରିନ୍ ଆସୁଛି କି ବାବୁ? ମଳୟ ମ୍ୟୁଟ କରିଦେ। ହଁ ହଁ ମୁଁ କରିଦଉଛି। ହୁଁ। ଧର ଆମେ ଗୋଟେ କୁଣ୍ଡଳୀ ନାଁ ନେଇଯିବା ଏକ୍ସ, ଗୋଟେ ଲୋକର ନାଁ ନବା ଏକ୍ସ, ଏବଂ ସେ ଲୋକଟା କଣ ହେଇଛି ନା, ଭୁବନେଶ୍ୱରରେ ଆଜି ଏବେ ଜଷ୍ଟ ଜନ୍ମ ହେଲା, ପୁଅଟେ ଜନ୍ମ ହେଲା। ଠିକ ଅଛି? ଠିକ ଅଛି ନା? ବର୍ତ୍ତମାନ ଦେଖ, ଏଲ ଏ ଲଗ୍ନ କୋଉଠି ଲେଖା ହେଇଛି ଦେଖିଲୁ ମଳୟ?
ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ଏଇଠି ତୁଳା ଲ ଘରେ ଲେଖା ହେଇଛି ନା ନାଇଁ? ତୁଳା ଏଇ ହଁ ଜାଗାରେ ଲ ଲେଖା ହେଇଛି ନା ନାଇଁ? ଆଜ୍ଞା ଏଇ ଜାଗାରେ ଲ ଲେଖା ହେଇଛି ତ? ଆଜ୍ଞା ତାହେଲେ ଏହାର କୋଉ ଲଗ୍ନ ହେଲା ବାପା? ତୁଳା ଲଗ୍ନ ଏକ୍ଜାକ୍ଟଲି। ତାହେଲେ ଏଇଟାକୁ କଣ କହିବା ଆମେ? ଲଗ୍ନ କୁଣ୍ଡଳୀ। ତାହେଲେ ଲଗ୍ନ କୁଣ୍ଡଳୀରେ କେତୁ କେତେ ନମ୍ବର ଘରେ ବସିଛନ୍ତି? କେତୁ 6 ନମ୍ବର ଘରେ। ଲଗ୍ନ କୁଣ୍ଡଳୀରେ କେତୁ କେତେ ନମ୍ବର ଘରେ ବସିଛନ୍ତି? ଲଗ୍ନ କୁଣ୍ଡଳୀ ସରି ଲଗ୍ନ କୁଣ୍ଡଳୀ 1 2 3 4 5 6 7 8 9 10 11 ଦ୍ୱାଦଶ ଘରେ। ଏକ୍ଜାକ୍ଟଲି 12 ନମ୍ବର ଘରେ ବସିଛନ୍ତି। ଏବେ ଚନ୍ଦ୍ର ହୁଁ। କୁଣ୍ଡଳୀ କଣ ନା? ଚନ୍ଦ୍ର କୋଉଠି ବସିଛନ୍ତି ଦେଖେ? ଚନ୍ଦ୍ର ବସିଛନ୍ତି ମୀନ ଘରେ। ହଁ, ମୀନ ଘରେ ଚନ୍ଦ୍ର ବସିଛନ୍ତି। ତେଣୁ ମୀନ ଘରେ ଯୋଉଠି ଚନ୍ଦ୍ର ବସିଛନ୍ତି ଏଇଠି ଚନ୍ଦ୍ରକୁ ଆମେ 1 ବୋଲି କାଉଣ୍ଟ କରିବା। ଠିକ ଅଛି? ହୁଁ ଯୋଉଠି ମୁନ ଲେଖା ହେଇଛି। ଠିକ ଅଛି ନା? ହୁଁ ତେଣୁ ତୁ ବର୍ତ୍ତମାନ ସେ କୁଣ୍ଡଳୀକୁ ଯାନା, ତୁ ଏ ଲଗ୍ନ କୁଣ୍ଡଳୀକୁ କନସେପ୍ଟ ଟା କ୍ଲିୟର କର। ଠିକ ଅଛି? ଆଜ୍ଞା ତା ବର୍ଗ କୁଣ୍ଡଳୀ କଣ? ନା ଏଇ ଦେଖ, ଷୋଡଶ ବର୍ଗରେ କେମିତି ଚାର୍ଟ ଗୁଡା ଅଛି। D1 ଚାର୍ଟ, D2 ଚାର୍ଟ, D3 ଚାର୍ଟ, D7 ଚାର୍ଟ, D4, D9, D10 ହେଲା। ହଁ ଆମେ ସବୁ କୁଣ୍ଡଳୀ ଦେଖିବା ପୂର୍ବରୁ ଆଗ ଲଗ୍ନ କୁଣ୍ଡଳୀ ଟା ଦେଖିବା। ଲଗ୍ନ କୁଣ୍ଡଳୀକୁ ବାଇପାସ କରିକି କୌଣସି କୁଣ୍ଡଳୀ ଦେଖାଯାଇ ପାରିବ ନାହିଁ। କ୍ଲିୟର ନା ମଳୟ? ଆଜ୍ଞା ଭାଇନା। ନିର୍ଜରିକା ମାମି ଅନମ୍ୟୁଟ କରିବେ। ଆଜ୍ଞା। ଏବେ ଲଗ୍ନ କୁଣ୍ଡଳୀରେ ଜୁପିଟର ଲଗ୍ନରୁ କେତେ ନମ୍ବର ଭାବରେ ବସୁଛନ୍ତି? 3 4 5 7 8 ନମ୍ବର। ହଁ, ସେଇଟା କାହାର ଘର? ସେଟା ହଉଛି ବୃଷ ଘର। ହଁ, ବୃଷ ଘରର ମାଲିକ କିଏ? ଶୁକ୍ର। ତ ବୃଷ ଘରର ଯଦି ମାଲିକ ହଉଛନ୍ତି ଶୁକ୍ର, ତେବେ ଏବେ ଲଗ୍ନ କୁଣ୍ଡଳୀ ହିସାବରେ ଜୁପିଟର ବସିଛନ୍ତି କୋଉଠି? ଅଷ୍ଟମ ଶୁକ୍ର। ଘରେ। ହଁ, ଆଚ୍ଛା ଶୁକ୍ର ଘରେ ଅଷ୍ଟମ ଅଷ୍ଟମ ଘରେ, ଅଷ୍ଟମ ଭାବରେ। ଆଜ୍ଞା ଠିକ ଅଛି? ଅଷ୍ଟମ ଭାବ ହଁ। ତାହେଲେ ହଁ, ତାହେଲେ ଚନ୍ଦ୍ର କୁଣ୍ଡଳୀ ହିସାବରେ କୋଉଠି ବସିଛନ୍ତି ମା ଜୁପିଟର? କେତେ କେତେ ନମ୍ବର ଘରେ ବସିଛନ୍ତି? ଚନ୍ଦ୍ରକୁଣ୍ଡଳୀରେ 3 ନମ୍ବର ହବ। ହଁ, ଆବେ ଶୁକ୍ର କୁଣ୍ଡଳୀରେ କେତେ ନମ୍ବର ଭାବରେ ବସିଛନ୍ତି? ଶୁକ୍ର କୁଣ୍ଡଳୀ ଭାଇ ମୁଁ ବୁଝିନି। ଶୁକ୍ର କୁଣ୍ଡଳୀ ମାନେ ଭେନସ ସେଇ ଘର, ଭେନସକୁ ଲଗ୍ନ ନିଜ ବନେଇଦବା, ନିଜ ଘର। ଭେନସକୁ ଲଗ୍ନ ବନେଇଦବା। ତାହେଲେ ନିଜ ଘର ହବ। ନାଇଁ, ଶୁକ୍ର କୁଣ୍ଡଳୀ ହିସାବରେ ଜୁପିଟର କୋଉଠି ବସିଛନ୍ତି? ଆଚ୍ଛା ଆଚ୍ଛା 1 ଶୁକ୍ରକୁ ମିନିଟ। ଯେମିତି ମୁନ କୁ ହଁ ଆମେ ହଁ। ବନେଇଦେଲେ। ଭେନସ ଯୋଉଠି ଅଛି ଏବେ, ହଁ, ସେଇଟା ମୁଁ ଟିକେ ଟିକେ କନଫ୍ୟୁଜ ଅଛି ସେଇଟା ଟିକେ। ଭେନସ ଏଇଠି ବସିଛନ୍ତି ନା? ଏଇଠି ଦେଖ, ଏଇଠି ହଁ ହାଇଲାଇଟ ହେଲା। 12ଟେ ବସିଛନ୍ତି। ହଁ, ମିନରେ ହଁ ବସିଛନ୍ତି। ହଁ, ସେଇଟାକୁ ଆମେ 1 ମାନି ନବା। ଲେଟ୍ସ ସେ ଏଇଟା 1। ଆଚ୍ଛା ଆଚ୍ଛା ହଁ ହଁ ବୁଝିଲି। ତାହେଲେ 3 ନମ୍ବର ଘରେ। ହଁ ଏକ୍ଜାକ୍ଟଲି, ହଁ ହଁ। ଏକ୍ଜାକ୍ଟଲି। ତାହେଲେ ତୃତୀୟରେ ବସିଛନ୍ତି। ହଁ, ତୃତୀୟ ହଁ ଘରେ। ତାହେଲେ ଭେନସ ଯୋଉଠି ବସିଥିବେ ସେଇ ହିସାବରେ ଆମେ, ଓହୋ ଆଚ୍ଛା ହଁ, ବୁଝିଲି। ହଁ, ଶୁକ୍ର ଯୋଉଠି ସେଇଟା ଶୁକ୍ର ବସିଥିବେ। ହଁ କୁଣ୍ଡଳୀ ହେଲା। ଶୁକ୍ର କୁଣ୍ଡଳୀ ହଁ ହେଲା। ହଁ 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 ତାହେଲେ ଏବେ 4ଟା କୁଣ୍ଡଳୀର ଡିଫରେନ୍ସ ବୁଝିପାରିଲେ? ଆଜ୍ଞା ଆଜ୍ଞା ହଁ ଗୋଟେ ହେଲା ଲଗ୍ନ କୁଣ୍ଡଳୀ, ଗୋଟେ ବର୍ଗ କୁଣ୍ଡଳୀ ଦେଖେଇଲି ଯୋଉଟା D1, D2, D10 ଦେଖେଇଲି ସେଇଟା। ହୁଁ ହଁ ହଁ ଗୋଟା ହେଲା ଶୁକ୍ର କୁଣ୍ଡଳୀ, ମାନେ ଶୁକ୍ର ଯୋଉଠି ବସୁଛନ୍ତି ତାକୁ 1 ଭାବିକି ଆଣ୍ଟି କ୍ଲକ ୱାଇଜ ବୁଲିବା। ହୁଁ ଏବଂ ଚନ୍ଦ୍ର ଯୋଉଠି ବସୁଛନ୍ତି ସେଇଠୁ 1 ଭାବିକି ଆଣ୍ଟି କ୍ଲକ ୱାଇଜ ବୁଲିବା। ଠିକ ଅଛି? ଆଜ୍ଞା ଏଗୁଡା କାହିଁକି ଦେଖରୁ ଆମେ ଦେଖଉଛୁ? ନାଇଁ, ଯେତେବେଳେ ମଙ୍ଗଳ ଦୋଷ କାଲକୁଲେସନ ହବ, ସେତେବେଳେ ଆମେ ମଙ୍ଗଳ ଦୋଷ ଦେଖିବା ପାଇଁ କି ଏଇଗୁଡାକ କାଲକୁଲେସନ କରୁ। କ୍ଲିୟର ନା? ହୁଁ ତେବେ ଉତ୍କଳୀୟ କୁଣ୍ଡଳୀର ବିଚାର କ୍ରମଟା ଆପଣ ମାନେ ବୁଝିପାରିଲେ କି? ଆଜ୍ଞା ଭାଇନା। ରାଜ ବାବୁ କ୍ଲିୟର? ତେବେ ଆଜିର ସେସନରେ ଆପଣ ଜାଣିଲେ ନା ଉତ୍କଳୀୟ କୁଣ୍ଡଳୀର ଭାବ ବିଚାର ଟା କେମିତି କରିବା? କେଉଁ ଭାବରୁ କଣ ବିଚାର କରିବା ସେଇଟା ଆମେ ନେକ୍ସଟ ସେସନରେ ପଢିବା। ତେବେ ଆଜିର ସେସନ ପାଇଁ ଏତିକି। ମୁଁ ଆଶା କରୁଛି ଯେ ସମସ୍ତଙ୍କର ଭାବ କନସେପ୍ଟ ଟା କ୍ଲିୟର ହେଇଯାଇଥିବ। ସମସ୍ତେ ବୁଝିପାରିଥିବେ କି ଭାବ କୋଉ ହିସାବରେ କିଭଳି ଭାବରେ ଆମେ ଗଣୁଛୁ, କୋଉଠି କିଏ ବସିଛି, ଲଗ୍ନ କୁଣ୍ଡଳୀ ହିସାବରେ, ଶୁକ୍ର କୁଣ୍ଡଳୀ ହିସାବରେ, ଚନ୍ଦ୍ର କୁଣ୍ଡଳୀ ହିସାବରେ, ବର୍ଗ କୁଣ୍ଡଳୀ ହିସାବରେ। ଠିକ ଅଛି ନା? ଆପଣଙ୍କୁ ଗଣିବାଟା ଭୁଲ ହବନି। ଠିକ ଅଛି? ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।